ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଥିଲା ଦ୍ୱିତୀୟ ଦିନ। ସକାଳେ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱରରୁ ଯାଇ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିଥିଲେ ରାଷ୍ଟ୍ରପତି। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ଯେହେତୁ ପାଖରେ ରହିବା ତ ବହୁତ ଖୁସି ଲାଗିଲା ଯେ ଦ୍ରୌପଦୀ ମ୍ୟାଡାମ କୁ ଦେଖି ପାରିଲି, ବହୁତ ପାଖରୁ ଦେଖିଲି, ଏଇଟା ବହୁତ ଖୁସି ଲାଗିଲା। ସେ ସମସ୍ତଙ୍କୁ ବାଏ କରିକି ସମ୍ବର୍ଦ୍ଧନା କରିଛନ୍ତି। ଏତିକି ଖୁସି ଲାଗିଲା ଯେ ଗଞ୍ଜାମ ମାଟିକୁ ଆସିକି ସେ ଗର୍ବ ଗୌରବାନ୍ୱିତ କରିପାରିଲି। ଧନ୍ୟବାଦ। ରାଷ୍ଟ୍ରପତି ଆଗରେ ଉଲ୍ଲାପ ଉତ୍ସବ ହେଇକି ଆନନ୍ଦ ହେଇକି ମନ ଭାବରେ ପ୍ରୋଗ୍ରାମ କଲୁ। ଆଉ ରାଷ୍ଟ୍ରପତି ହାତ ହଲେ ହଲେ ଟାଟା କରି ବାବା ଚବାସ ଦେଇକିରି ଗଲେ। କେତେ ଜଣ ବାଘ ନୃତ୍ୟ କରୁଥିଲେ? ଆମେ ଏବେ 8 ଜଣ ନୃତ୍ୟ କରୁଥିଲୁ, 2 ଜଣ ବାଜା ବଜାଉଥିଲେ, 10 ଜଣ ଟୋଟାଲ। ଏବେ ଗଞ୍ଜାମର ପ୍ରସିଦ୍ଧ ବାଘ ନୃତ୍ୟ। ଆମେ ତ ଅନେକ ଥର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ପରିବେଷଣ କରିଛୁ। ରାଷ୍ଟ୍ରପତି ଭବନରେ ମଧ୍ୟ ଅନେକ ଥର ଆମେ ପରିବେଷଣ କରିଛୁ ଲୋକନୃତ୍ୟ ଆମର ଗଞ୍ଜାମର। କିନ୍ତୁ ଆଜି ଯୋଉ ପ୍ରଥମ ଥର କରିକି ସେ ରେଳ ଯାତ୍ରାରେ ବ୍ରହ୍ମପୁର ପଦାର୍ପଣ କରିଥିଲେ ଏବଂ 4 ନମ୍ବର ପ୍ଲାଟଫର୍ମରୁ ବାହାରକୁ ଆସିକି ସେ ଆମର ଏଇ ଯୋଉ ଲୋକନୃତ୍ୟର ସମ୍ଭାର ଥିଲା, ଯାହାକି ଗଞ୍ଜାମର 64 ପ୍ରକାର କଳା ଲୋକକଳା ମଧ୍ୟରୁ 10-12ଟି ଲୋକକଳା ଥିଲା। ସେଥିରେ ରଣପା ନୃତ୍ୟ, ବାଘ ନାଚ, ଯୋଡ଼ି ଶଙ୍ଖ, କାଠପାତ ରଣପା ଏବଂ ସଂକୀର୍ତ୍ତନ ମଣ୍ଡଳୀ। ସେଥିମଧ୍ୟରେ ଆମେ ଯେତେବେଳେ ସେ ବାହାରକୁ ଆସିଲେ ଆମେ ନୃତ୍ୟ ପରିବେଷଣ କରୁଥିଲୁ। ମ୍ୟାଡାମ କିଛି ସମୟ ଆନନ୍ଦର ସହିତ ତାକୁ ଉପଭୋଗ କଲେ ଏବଂ ହସିକି ସମସ୍ତଙ୍କୁ ହାତ ହଲେକି ସମ୍ବର୍ଦ୍ଧନା କଲେ। ତେଣୁକରି ଆମେ ମଧ୍ୟ ଅତ୍ୟନ୍ତ ଖୁସି, ଯେହେତୁ ଆମର ଗଞ୍ଜାମର ଲୋକନୃତ୍ୟ ସେ ଆଜି ଏଠାରେ ଆସିକି ସ୍ୱଚକ୍ଷୁରେ ଦେଖିଲେ ଏବଂ ଖୁସିର ସହିତ ତାକୁ ଉପଭୋଗ କଲେ। ତେବେ ବ୍ରହ୍ମପୁର ରେଳ ଷ୍ଟେସନ ନିକଟରୁ କାର୍ ଯୋଗେ ତପ୍ତପାଣି ଅଭିମୁଖେ ଯାଇଛନ୍ତି ରାଷ୍ଟ୍ରପତି। ଆଉ ସେଠାରେ ମା କନ୍ଧୁଣୀ ଦେବୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ। ପରେ ପୁଣି ବ୍ରହ୍ମପୁର ଦେଇ ଫେରି ଗୋପାଳପୁର ଆର୍ମି ଏଡି କଲେଜରେ ରାତ୍ରି ଯାପନ କରିବେ ରାଷ୍ଟ୍ରପତି। ଆଉ ଆସନ୍ତାକାଲି ସକାଳେ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ପୁଣି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆମର ଓଡ଼ିଶା ମାଟିର ଗର୍ବ ଗୌରବ, ଆମ ମାଟିର ଝିଅ ଆଜି ବ୍ରହ୍ମପୁର ଗସ୍ତରେ ଆସିଥିବାରୁ ବ୍ରହ୍ମପୁରବାସୀ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଦୀର୍ଘ ସମୟ ଧରି ଚାହିଁ ବସିଥିଲେ ଏବଂ ଏବେ ପହଞ୍ଚିବା ପରେ ଯେଉଁ ତପ୍ତପାଣି ବାଇ ରୋଡ୍ ଯାଉଛନ୍ତି, ଆପଣମାନେ ଦେଖୁଥିବେ ଦୁଇ ପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଖାଲି ବ୍ରହ୍ମପୁର ନେ ସମଗ୍ର ଗଞ୍ଜାମ ଜିଲ୍ଲାରୁ ମଧ୍ୟ କୋଣ ଅନୁକୋଣରୁ ଆଜି ଆସିଛନ୍ତି ତାଙ୍କୁ ସ୍ୱାଗତ ଜଣାଇବା ପାଇଁ। ଏବଂ ଯେଉଁ ତପ୍ତପାଣି ଆଜି ମହାମହିମ ରାଷ୍ଟ୍ରପତି ଯାଉଛନ୍ତି ତାହା ତ ଖାଲି ଓଡ଼ିଶାରେ ପରିଚିତ ଥିଲା ଏବଂ ଆଜି ମହାମହିମ ରାଷ୍ଟ୍ରପତି ସେଠାରେ ଯାଇ ବୁଡ଼ ପକାଇ ମା କନ୍ଧୁଣୀଙ୍କ ଦର୍ଶନ କରିବା ପରେ ସେ ତପ୍ତପାଣିର ଜାଗା, ସେଇ ଜାଗା ଆଜି ଖାଲି ସମଗ୍ର ଭାରତ ନୁହେଁ ସମଗ୍ର ବିଶ୍ୱରେ ମଧ୍ୟ ପରିଚିତ ହୋଇପାରିବ। ତାର ଐତିହ୍ୟ ସମ୍ପନ୍ନ ପରମ୍ପରା ବିଷୟରେ ମଧ୍ୟ ସମସ୍ତେ ବିଶ୍ୱବାସୀ ଜାଣିପାରିବେ। ଗଞ୍ଜାମରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।